ଭଦ୍ରକ ଅଞ୍ଚଳର ଜଣାଶୁଣା କୁଖ୍ୟାତ ମଦ ବେପାରୀ ଏବେ ପୋଲିସ ପଞ୍ଝାରେ। ମଦ ବିକ୍ରି କରିବା ବେଳେ ଯଦି କେହି ବିରୋଧ କରୁଥିଲା ଦେଉଥିଲା ଖୋଲାଖୋଲି ହତ୍ୟା ଧମକ ଏବଂ ନିଜେ ମଦ ପିଇ ରାସ୍ତାରେ ଯାଉଥିଲା ବେଳେ ଝିଅ ବୋହୂଙ୍କୁ କରୁଥିଲା ଅଶ୍ଳୀଳ ଇଙ୍ଗିତ ସହ ଅସଭ୍ୟ ଭାଷାରେ ଗାଳିଗୁଲଜ। ନିଜର ନବମ ଶ୍ରେଣୀରେ ପଢ଼ୁଥିବା ପୁଅ ଝିଅ ଆଉ ସ୍ତ୍ରୀ ସହଯୋଗରେ କରୁଥିଲା ମାସ୍କାପଟି ସହ ମଦ ବେପାର। ଆମେ କହୁଛୁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଧୂସୁରୀ ଥାନା ଅନ୍ତର୍ଗତ ସାହସପୁର ଗ୍ରାମର ମଦ ମାଫିଆ ସୁଜିତ ରାୟ କଥା। ବେପାରରେ ତାର ପୁଅ ଝିଅ ସ୍ତ୍ରୀ ସମସ୍ତେ ମିଶି ବେପାର କରୁଥିଲେ। କାଲି ରାତିରେ ସୁରଜିତକୁ ଧୂସୁରୀ ପୁଲିସ ଉଠାଇ ଆଣିଛି ସେହି ଗ୍ରାମର ସଞ୍ଜୁଲତା ପଥାଳଙ୍କ ଏତଲା ବଳରେ। ଜୁନ୍ 30 ତାରିଖ ଦିନ ଆନନ୍ଦ ପଡ଼ିଆ ନାମକ ଯୁବକ ଆସ୍କା ଫଟି ମଦ ନେବା ପାଇଁ ଆସିଥିଲେ ସୁଜିତଙ୍କ ଘର ପଛପଟେ ଦେଇ। ମାତ୍ର ସେଠାରେ ରହୁଥିବା ସଞ୍ଜୁଲତା ଏପଟେ ମଦ ନେବା ପାଇଁ କାହିଁକି ଆସିଛ ପଚାରିବାରୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ଆଖି ଆଗରେ ରଖି ସଞ୍ଜୁଲତା ଯାଇ ଥାନାରେ ଏତଲା ଦେଇଥିଲେ। ଧୂସୁରୀ ପୋଲିସ ଅସହ୍ୟ ଭାଷାରେ କହିଲା ବୋଲିକି ଥାନାକୁ ଆମେ 8 ଜଣ ଯାଇଥିଲୁ। ଥାନା ବାଲାକୁ ଦକ୍ଷିଣା ଦେଲା, ଥାନା ବାଲା ଆଇଲେ ତାଙ୍କର ପଳେଇଲେ। ଯୋଉ ବେଜିତି କି ସେଇ ବେଜିତି ଆମେ ମିକନ ସୁଜିତ ରାୟ ତା ପୁଅ ତା ଭାର୍ଯ୍ୟା ତା ଝିଅ ସବୁ ଟୋଟାଲ। ଆପଣଙ୍କ ଗାଁରେ କଣ ମାନେ କ୍ଷତି ହଉଛି? କ୍ଷତି ହଉନି, ଝିଅ ବୋଉ ଆଉ ଯାଇପାରୁନାହାନ୍ତି ସେଠିକି। ଆମର ଇଷ୍ଟ ଦେବତା ରାଧାମନ ମନ୍ଦିର ଅଛି, ସେଠିକି ଯିବାକୁ ଭୟ କଲେଣି। ଏପଟେ ମଙ୍ଗଳା ମନ୍ଦିର ଯିବାକୁ ଭୟ କଲେଣି। ତାକୁ କେମିତି ପୋଲିସମେଣ୍ଟ ଦିଅ, ତାକୁ ସେଠୁ ମଦ ଉଠା। ଆମର ଗୋଟିଏ ଇଏ ଯଦି ସେ ମଦ ନ ଉଠେ ନା ନ ଉଠେଇବା ଯଦି ଆମେ ଅନ୍ୟ ଆଶ୍ରୟ ନମୁ। ଉଠିଥିଲୁ ଆମେ ତା ସ୍ତ୍ରୀ ତା ପୁଅ ତା ଝିଅ ଆଉ ସବୁ ମିକନ ସବୁ ବିକିଲା ବେଳକୁ ଆମର ଏଠି ଅସୁବିଧା ହଉଛି। ମିକନ ସ୍ତ୍ରୀ ମିକନ ପୁଅ ମିକନ ଝିଅ ସବୁ ବିକ୍ରି କରୁଛନ୍ତି। ତାଙ୍କର ସବୁ ପ୍ରାପ୍ତ ବୟସ୍କ କି? ବୟସ ସବୁ ସେଇଭଳିଆ ଆଉ କେତେ? କାହାର 15 କାହାର 20 କାହାର ହଉଛି 22 ଏରକମ। 15 ବର୍ଷର ଗାଁରେ ମଦ ବିକୁଛନ୍ତି? ହଁ ବିକୁଛନ୍ତି ବା। ସଞ୍ଜୁଲତା ପଥାଳ ସାହସପୁର ଥାନାକୁ କାଲି ମୁଁ ଆସିକି ଯୋଉ ସୁଜିତ ରାୟ ଯିଏ ସେ ଘର ପାଖରେ ମଦ ବିକୁଛି। ସେଠି ଗୋଟେ ରାସ୍ତା ଥିଲା ପୈତୃକ ରାସ୍ତା, ତାକୁ ସେ ତାର ପଇସା ବଳରେ ଯେହେତୁ ମଦ ପଇସା ତା ପାଖରେ ଅଛି ସେ ରାସ୍ତା ତାର ବନ୍ଦ କଲା। ମୋର ବ୍ୟକ୍ତିଗତ ଜାଗା ନାହିଁ, ମତେ ଜଣେ ଜାଗା ବି ଡୋନେଟ୍ କରିଛି, ମୁଁ ସେଠି ଜାଗାରେ ରହିଛି। ସେ ତାର ରାସ୍ତା ବନ୍ଦ କଲା, ତା ରାସ୍ତା ସେ ବନ୍ଦ କଲା, ମୋର କିଛି କହିଲେନି, ମୁଁ ରହିଲି। କିନ୍ତୁ ମୋରି ଘର ଦେଇକି ସେ ତାର ମଦ ବେପାର କରୁଛି। ଗାଁରୁ ଆଗରୁ ବହୁତ ସ୍ତ୍ରୀ ଲୋକ ବି ଆସିଛନ୍ତି, ଆସିକି କମ୍ପ୍ଲେନ୍ ଦେଇଛନ୍ତି। ଦେଲା ଭିତରେ ସେ କହିଲା ଥାନା ବାଲାଙ୍କୁ ମୁଁ ପଇସା ଦଉଛି, ଥାନା ବାଲାଙ୍କୁ ବଟି ଦଉଛି। ଆଉ ଥାନା ବାଲା ମୋର ଖରାପ କରିକି ଯୋଉ ଭାଷା କି ମୁଁ କହିପାରିବିନି ମିଡିଆରେ, ଆଉ ସେ ହଉଛି ଖରାପ କରି କହୁଛି, କହିକି କହିଲା ମୁଁ ମଦ ବିକୁଛି ବିକିମି, ଆଉ ମୋର କିଏ କଣ କରିବ କର। କାଲି କାହିଁକି ଆସିଥିଲେ? କାଲି